ନମସ୍କାର ବନ୍ଧୁଗଣ। ହର ହର ମହାଦେବ, ଜୟ ବାବା ଭୋଳାନାଥ। ମୋର ସାଧକଗଣ, ଆଜିର ଏହି ନୂତନ ଜ୍ୟୋତିଷ କାର୍ଯ୍ୟକ୍ରମ ଭିଡ଼ିଓରେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ବନ୍ଧୁଗଣ, ବହୁତ ଅଭିନନ୍ଦନ। ବର୍ତ୍ତମାନ ଆପଣଙ୍କ ଜୀବନରେ ଭଗବାନ ଭୋଳାନାଥ ସୁନାର ମହଲ ପ୍ରଦାନ କରିବାକୁ ଯାଉଛନ୍ତି। ହଁ, ମୋର ସାଧକଗଣ, ଆଗାମୀ 3 ଦିନ ପରେ ଆପଣଙ୍କ କୁଣ୍ଡଳୀରେ ଏପରି ଏକ ଯୋଗ ବାହାରିବ, ଯାହା ଫଳରେ ଆପଣଙ୍କ ଜୀବନରେ ସମ୍ପୂର୍ଣ୍ଣ ସୁନାର ମହଲ ତିଆରି ହୋଇଯିବ। ଆପଣଙ୍କ ଘରେ ଚାରିଆଡ଼େ ଖୁସିର ଲହରୀ ଖେଳିଯିବ ଏବଂ ଲୋକଙ୍କ ଭିତରେ ହାହାକାର ପଡ଼ିଯିବ। ହଁ, ଯେଉଁ ଶତ୍ରୁମାନେ ଆପଣଙ୍କୁ ଦେଖି ଜଳୁଥିଲେ, ଯେଉଁମାନେ ଗତ କିଛିଦିନ ହେବ ଆପଣଙ୍କୁ ହଇରାଣ କରୁଥିଲେ, ବର୍ତ୍ତମାନ ସେମାନଙ୍କ ଜୀବନରେ ବଡ଼ ଦୁଃଖଦ ଦୁର୍ଘଟଣା ଘଟିବାକୁ ଯାଉଛି ଏବଂ ଆପଣଙ୍କ ଜୀବନରେ ନୂତନ ଆଶାର କିରଣ ଜାଗ୍ରତ ହେବାକୁ ଯାଉଛି। ମୋର ସାଧକଗଣ, ଭଗବାନ ଶିବ ଭୋଳାନାଥ, ଦେବ କେ ଦେବ ମହାଦେବ, କଳିଯୁଗର ଦେବତା ମହାଦେବ ଆପଣଙ୍କ ଉପରେ କୃପା ବର୍ଷାଇ ସାରିଛନ୍ତି ଏବଂ ଆଗାମୀ 3 ଦିନ ପରେ ଏହାର ଫଳ ଦେଖିବାକୁ ମିଳିବ। କେବଳ ଗୋଟିଏ କଥା କାନ ଖୋଲି ଶୁଣି ନିଅନ୍ତୁ। ଆଗାମୀ ଘଣ୍ଟା ଭିତରେ ଯଦି ଆପଣଙ୍କୁଟି ସଂକେତ ମିଳେ, ତେବେ ବୁଝିଯିବେ ଯେ ଭଗବାନ ମହାଦେବ ଆପଣଙ୍କୁ ଏହି ଉପାୟ କରିବାକୁ କହୁଛନ୍ତି। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଧନରେ ବୃଦ୍ଧି ହେବ, ଚାକିରି ମିଳିବ, ବ୍ୟାପାର ଓ ବାଣିଜ୍ୟରେ ଲାଭ ହେବ ଏବଂ ଯେଉଁମାନେ ନିଜ ଜୀବନରେ ପ୍ରମାଦରେ ଅଛନ୍ତି, କେସ୍ ମକଦ୍ଦମା କିମ୍ବା ଯେକୌଣସି ଜିନିଷକୁ ନେଇ ବଡ଼ ଚିନ୍ତାରେ ଅଛନ୍ତି, ତେବେ ଭଗବାନ ଶିବ ସେହିସବୁ ଜିନିଷରୁ ଆପଣଙ୍କୁ ବାହାରକୁ ଆଣିବେ ଏବଂ ଆପଣଙ୍କ ପାଇଁ ଏକ ନୂତନ ରାସ୍ତା ଖୋଲିସାରିଛନ୍ତି। ଏବଂ ଏହି ରାସ୍ତାରେ ଯଦି ଆପଣ ଚାଲିବେ, ତେବେ ଭଗବାନ ମହାଦେବ ଆପଣଙ୍କୁ ଝୋଳା ଭରିଦେବେ। କିନ୍ତୁ ସର୍ତ୍ତ ଏତିକି ଯେ ଆଜିର ଏହି ଭିଡ଼ିଓରେ ଆମେ ଯେଉଁ କଥାଗୁଡ଼ିକ କହିଛୁ, ସେଗୁଡ଼ିକୁ ଧ୍ୟାନର ସହ ଶୁଣିବ ଏବଂ ସେହି ମନ୍ତ୍ରକୁ ଥର ପଢ଼ିବ ଏବଂ ନିଜ ବ୍ୟକ୍ତିଗତ ଜୀବନରେ ଏହି ଉପାୟକୁ କ୍ରମାଗତ 45 ଦିନ ପର୍ଯ୍ୟନ୍ତ କରିବ। ଏହାପରେ ଭୋଳାନାଥଙ୍କ ଚମତ୍କାର ଦେଖିବ ଆପଣ ମାଲାମାଲ ହୋଇଯିବେ। ଏଣୁ ଆଜି ସର୍ବପ୍ରଥମେ ମହାଦେବଙ୍କ ସଚ୍ଚା ଭକ୍ତ ଭିଡ଼ିଓକୁ ଗୋଟିଏ ଲାଇକ କରିଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ନିମ୍ନରେ ଥିବା କମେଣ୍ଟ ବକ୍ସରେ ଓ ନମଃ ଶିବାୟ, ହର ହର ମହାଦେବ ସଚ୍ଚା ଶ୍ରଦ୍ଧା ଭାବରେ ଲେଖିଦିଅନ୍ତୁ, ଯାହାଦ୍ୱାରା ଭୋଳା ବାବା ଆପଣଙ୍କ ଜୀବନରେ ନିଜର କୃପା ବଜାୟ ରଖିବେ ଏବଂ ଆପଣ ଯେଉଁଠାରେ ମଧ୍ୟ ଥାଆନ୍ତୁ ନା କାହିଁକି ସୁସ୍ଥ ଓ ମସ୍ତ ରୁହନ୍ତୁ। ମୋର ସାଧକଗଣ, ବର୍ତ୍ତମାନ କାନ ଖୋଲି ଶୁଣି ନିଅନ୍ତୁ, କାରଣ ବର୍ତ୍ତମାନ ସେହି ରହସ୍ୟ କଥା କହିବାକୁ ଯାଉଛି, ଯାହା ଶୁଣି ଆପଣଙ୍କ ଗୋଡ଼ ତଳୁ ମାଟି ଖସିଯିବ ଏବଂ ଆପଣଙ୍କ ଶତ୍ରୁଙ୍କ ଛାତି ଫାଟିଯିବ ଏବଂ ଆପଣଙ୍କ ଆଶାର କିରଣ ଜାଗ୍ରତ ହେବ ଏବଂ ଆପଣ ଯାହା ସବୁ ଭାବିଥିଲେ ସେସବୁ ଆପଣଙ୍କୁ ମିଳିବ। ଏପରି କହିବାକୁ ଗଲେ, ଇତିହାସରେ ପ୍ରଥମ ଥର ପାଇଁ ଏତେ ବଡ଼ ଶୁଭଖବର ଆପଣଙ୍କୁ ମିଳିବ। ବର୍ତ୍ତମାନ ଧ୍ୟାନ ଦେଇ ଶୁଣନ୍ତୁ। ସେହି କଥା କହିବାକୁ ଯାଉଛି, ଯାହା ଶୁଣିବା ପରେ ଶତ୍ରୁମାନେ ଥରଥର କରି କାମ୍ପିବାକୁ ଲାଗିବେ। ହଠାତ୍ ଆପଣଙ୍କ ଜୀବନରେ ବଡ଼ ଶୁଭଖବର, ବଡ଼ ସୁଯୋଗ ଆସିବ। ଯେଉଁ ବ୍ୟକ୍ତିମାନେ ନିଜ ଜୀବନରେ ବହୁତ ଗରିବୀରେ ସମୟ ବିତାଉଥିଲେ, ଟଙ୍କାର ଅଭାବ ସତାଉଥିଲା କିମ୍ବା ଚାକିରି ପାଇଁ ବୁଲୁଥିଲେ କିମ୍ବା ବ୍ୟାପାରରେ ଲାଭ ମିଳୁନଥିଲା, ଏପରି ଲୋକଙ୍କ ଜୀବନରେ ଏହି ସମୟରେ ମହାଦେବଜୀଙ୍କ ଆଶୀର୍ବାଦରେ ଦିନଚର୍ଯ୍ୟା ବଦଳିବାକୁ ଯାଉଛି ଏବଂ ଭୋଳାନାଥ ସେମାନଙ୍କ ଉପରେ ବହୁତ ବଡ଼ କୃପା କରିବାକୁ ଯାଉଛନ୍ତି। ଯଦି ଆପଣ ଏହି ରାଶିର ଜାତକ ଅଟନ୍ତି, ତେବେ ଆଜି ସର୍ବପ୍ରଥମେ ଭଗବାନ ଭୋଳାନାଥଙ୍କୁ ପ୍ରସନ୍ନ କରିବା ପାଇଁ ଭିଡ଼ିଓକୁ ଗୋଟିଏ ଲାଇକ କରିଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି କମେଣ୍ଟ ବକ୍ସରେ ହର ହର ମହାଦେବ ଓ ନମଃ ଶିବାୟ ସଚ୍ଚା ଶ୍ରଦ୍ଧା ଭାବରେ ଲେଖିଦିଅନ୍ତୁ, ଯାହାଦ୍ୱାରା ଭୋଳା ବାବାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ବଜାୟ ରହିବ। ମୋର ସାଧକଗଣ, ଆଗାମୀ 48 ଘଣ୍ଟା ପରେ ଏହି ରାଶି ଉପରେ ଭଗବାନ ଶିବଙ୍କ ବିଶେଷ କୃପା ରହିବାକୁ ଯାଉଛି। କିଛି ଏପରି ଯୋଗ ବନୁଛି, ଯାହା ଅଟକି ରହିଥିବା କାମଗୁଡ଼ିକୁ ଗତି ମଧ୍ୟ ଦେବ।
ଧନର ନୂତନ ରାସ୍ତା ଖୋଲିବ ଏବଂ ଦୀର୍ଘଦିନରୁ ଚାଲିଥିବା ସମସ୍ୟାଗୁଡ଼ିକୁ ମଧ୍ୟ କମ କରିବ। କିନ୍ତୁ ଧ୍ୟାନ ରଖିବେ, ଏହା କେବଳ ଭାଗ୍ୟର କଥା ନୁହେଁ। ଭଗବାନ କେବଳ ସେହି ବ୍ୟକ୍ତିଙ୍କର ସାହାଯ୍ୟ କରନ୍ତି ଯିଏ ଭଲ କର୍ମ କରେ। ଏଣୁ ଆଜି ଆପଣଙ୍କୁ ଏହି ଜିନିଷଗୁଡ଼ିକ କୁହାଯାଉଛି ଯେ କାହା କାହା ଜୀବନରେ ଏହି ଟଙ୍କା ମିଳିବ, କେଉଁ ବ୍ୟକ୍ତି କେଉଁ ଉପାୟ କରିବେ, କାହା ପାଇଁ ଏହି ମନ୍ତ୍ର ପଢ଼ିବା ଭଲ ହେବ ଏବଂ ଏହି ସମୟରେ କେଉଁ ଉପାୟ କରିବା ଦ୍ୱାରା ଆପଣଙ୍କ ହାତକୁ 500 ଟଙ୍କିଆ ନୋଟର ମୋଟା ମୋଟା ବଣ୍ଡଲ ଆସିବ। ଧ୍ୟାନ ଦେଇ ଶୁଣନ୍ତୁ। ଦେଖନ୍ତୁ, ଆଜିକାଲିର ଦଳଭରା ଜୀବନରେ ବହୁତ ଲୋକ ପରିଶ୍ରମ କରିବାକୁ ଚାହାନ୍ତି ନାହିଁ। ବହୁତ ଲୋକ ଥକି ଯାଇଛନ୍ତି ଯେ ଶେଷରେ କେତେଦିନ ଯାଏଁ ଜୀବନ ସତାବ। ବର୍ତ୍ତମାନ ଆମେ ଭୁଲ ରାସ୍ତା ଆପଣେଇ ନେଉଛୁ, କିନ୍ତୁ ପ୍ରକୃତ ଖେଳ ସେଇଠାରୁ ହିଁ ଆରମ୍ଭ ହୁଏ। ଦେଖନ୍ତୁ, ପ୍ରବାଦରେ କୁହାଯାଇଛି ଯେ ଗୋଟିଏ ଦଳ ଘୋଡ଼ାକୁ ଯଦି ଆପଣ ଦେଖିବେ, ସେହି ଘୋଡ଼ା ଉପରେ ଯେଉଁ ଅଶ୍ବାରୋହୀ ବସିଥାଏ, ସେହି ଘୋଡ଼ାକୁ ଏତେ ମାରେ ଯେ ଘୋଡ଼ାଟି ବୁଝିପାରେ ନାହିଁ ଯେ ଆମ ମାଲିକ ଆମକୁ ପିଟୁଛନ୍ତି କାହିଁକି। ଆମେ ତ ଏହି ଦଡ଼ରେ ଦୌଡ଼ୁଛୁ। କିନ୍ତୁ ମୋର ସାଧକଗଣ ଟିକିଏ ଭଲ ଭାବରେ ଚିନ୍ତା କଲେ ସେହି ଘୋଡ଼ାର ମାଲିକ ସେହି ଘୋଡ଼ାକୁ ସେହି ଦଳର ବିଜେତା ବନାଇବାକୁ ଚାହାନ୍ତି, ତାର ନାମ କରିବାକୁ ଚାହାନ୍ତି। ଏଣୁ ତାକୁ ପିଟୁଛନ୍ତି, ଦୁଃଖ ଦେଉଛନ୍ତି, କଷ୍ଟ ଦେଉଛନ୍ତି, ଯେପରି ତୁମେ ଜୋରରେ ଦୌଡ଼ ଏବଂ ଏଥିରେ ବିଜେତା ହୋଇଯାଅ। ସେହିପରି ଆମର ମାଲିକ ଉପରବାଲା ଅଟନ୍ତି। ଯଦି ଆଜି ଆମ ଜୀବନରେ ଦୁଃଖ ଦେଉଛନ୍ତି, କଷ୍ଟ ଦେଉଛନ୍ତି, ତେବେ ଆମେ ଭୟଭୀତ ହେବା ଉଚିତ ନୁହେଁ। ଏହାଦ୍ୱାରା ଭଗବାନ ମହାଦେବ ଆମର ପରୀକ୍ଷା ନିଅନ୍ତି ଏବଂ ଆମେ ଯଦି ପରୀକ୍ଷାରୁ ପଛକୁ ହଟିଯିବୁ, ତେବେ ଭୋଳାନାଥ ମଧ୍ୟ ଆମ ଜୀବନରେ କିଛି ଦେବା ପୂର୍ବରୁ ସେସବୁ ଛିନିନେବେ। ଏଣୁ ଏହି ସମୟରେ ଯଦି ଆପଣଙ୍କ ଜୀବନରେ ଦୁଃଖ ଅଛି, କଷ୍ଟ ଅଛି, ଆପଣଙ୍କୁ କିଛି ବୁଝାପଡ଼ୁନାହିଁ ଯେ କ'ଣ କଲେ ଆମ ଜୀବନ ଆନନ୍ଦମୟ ଉପାୟରେ ଅତିବାହିତ ହେବ କିମ୍ବା ଆମ ଜୀବନରେ ସେହି ଜିନିଷଗୁଡ଼ିକ ପ୍ରାପ୍ତ କରିପାରିବୁ ଯାହା ପାଇଁ ବହୁତ ଦିନରୁ ତଡ଼ପୁଥିଲେ। ଦେଖନ୍ତୁ ମୋର ସାଧକଗଣ, ଏହି ରାଶିର ଲୋକଙ୍କ ଜୀବନରେ ଆଗାମୀ 48 ଘଣ୍ଟା ପରେ ଯେଉଁ ସମୟ ଆରମ୍ଭ ହେବ, ଭଗବାନ ଶିବଙ୍କ ଆଶୀର୍ବାଦରୁ ଏପରି ସଙ୍କେତ ଆଣୁଛି ଯେ ଗତ ସମୟରୁ ଯେଉଁ ମାନସିକ ଚାପ ବା ଚିନ୍ତା ଆପଣଙ୍କୁ ହଇରାଣ କରୁଥିଲା, ସେଥିରୁ ଆସ୍ତି ମିଳିବାର ସମ୍ଭାବନା ଅଛି। ଆପଣ ଅନୁଭବ କରିବେ ଯେ ପରିସ୍ଥିତିଗୁଡ଼ିକ ଧୀରେ ଧୀରେ ଆପଣଙ୍କ ପକ୍ଷକୁ ଆସିବାକୁ ଲାଗିଛି। ଯେଉଁ କାମଗୁଡ଼ିକ ଅଟକି ଯାଉଥିଲା, ସେଥିରେ ଗତି ଆସିବ ଏବଂ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଯେତେବେଳେ ଜଣେ ବ୍ୟକ୍ତିର ମନ ଭାଙ୍ଗିଯାଏ, ସେତେବେଳେ ସେ ଯାହା ମଧ୍ୟ କରୁ ପଛେ ତାର ମନ ଲାଗେ ନାହିଁ। କିନ୍ତୁ ଏହି ସମୟରେ ସର୍ବପ୍ରଥମେ ଭଗବାନ ଶିବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଆତ୍ମବିଶ୍ୱାସ ଆପଣଙ୍କୁ ଶକ୍ତିଶାଳୀ ବନାଇବ। ସମୟ ଆପଣଙ୍କ ପକ୍ଷକୁ ଆସିବାକୁ ଯାଉଛି ଏବଂ ଆପଣ ଯେଉଁ କାମରେ ଅଟକି ରହିଥିଲେ, ସେଥିରେ ବର୍ତ୍ତମାନ ସୁଧାର ଆସିବ। ଆଗାମୀ 48 ଘଣ୍ଟା ପରେ ଏହି ଦିନ ଧନ ସହିତ ଜଡ଼ିତ ମାମଲାରେ ଭଲ ଖବର ମିଳିବ। ଦେଖନ୍ତୁ, ଯେଉଁ ବ୍ୟକ୍ତିମାନଙ୍କର ଟଙ୍କା କେଉଁଠି ଅଟକି ରହିଥିଲା, କୌଣସି ପୁରୁଣା ବିନିଯୋଗରେ ଲାଭ ମିଳୁନଥିଲା, ସେଥିରେ ଲାଭ ମିଳିବ। ଯେଉଁମାନଙ୍କର ଟଙ୍କା ଅଟକିଥିଲା, ସେମାନଙ୍କୁ ଟଙ୍କା ମିଳିବାର ସମ୍ଭାବନା ଅଛି। ଚାକିରି କରୁଥିବା ଲୋକଙ୍କ ଜୀବନରେ ଅତିରିକ୍ତ ଆୟର ସୁଯୋଗ ମିଳିବ। କୌଣସି ବ୍ୟାପାରୀଙ୍କୁ ନୂତନ ଗ୍ରାହକ କିମ୍ବା ବଡ଼ ଅର୍ଡର ମିଳିବାର ସମ୍ଭାବନା ଅଛି। ଯଦିଓ ବିନା ଭାବିଚିନ୍ତି ବିନିଯୋଗ କରିବାଠାରୁ ଦୂରେଇ ରହିବାକୁ ପଡ଼ିବ। ବୁଦ୍ଧିମତ୍ତାର ସହିତ ନିଆଯାଇଥିବା ନିଷ୍ପତ୍ତି ହିଁ ଭବିଷ୍ୟତରେ ଆପଣଙ୍କୁ ଆଗକୁ ବଢ଼ାଇବ। କାରଣ ଏହି ସମୟରେ ଆପଣ କାହା ଉପରେ ଆଖି ବୁଜି ଭରସା କରନ୍ତୁ ନାହିଁ। କାରଣ ବହୁତ ଲୋକ ଏପରି ଥିବେ ଯେଉଁମାନେ ଆପଣଙ୍କ ଖୁସିକୁ ଦେଖି ଜଳୁଥିବେ। ଆପଣଙ୍କ ଜୀବନରେ ଏପରି ଏକ ଜିନିଷ ଅଛି ଯେ ଆପଣ ବହୁତ ଶୀଘ୍ର ଲୋକଙ୍କ ଉପରେ ମନ ଖୋଲି ଭରସା କରିନିଅନ୍ତି। ପରେ ଯେତେବେଳେ ସେମାନେ ଆପଣଙ୍କ ଆଶାକୁ ଭାଙ୍ଗି ଦିଅନ୍ତି, ସେତେବେଳେ ଆପଣ ନିଜକୁ ଏକାକୀ ପାଆନ୍ତି। ସେତେବେଳେ ଭାବନ୍ତି ଯେ କାଶ ଆମେ ଏହି ବ୍ୟକ୍ତି ସହିତ ଯୋଡ଼ି ହୋଇନଥାନ୍ତୁ।
କିନ୍ତୁ ସେତେବେଳେ ବହୁତ ଡେରି ହୋଇସାରିଥାଏ। ଏଣୁ ଏହି ସମୟରେ ଯେକୌଣସି ବ୍ୟକ୍ତି ସହିତ ବୁଝି ବୁଝି ଯୋଡ଼ି ହୁଅନ୍ତୁ ଏବଂ ନିଜ ମନର କଥା କାହାକୁ ମଧ୍ୟ କୁହନ୍ତୁ ନାହିଁ। ବର୍ତ୍ତମାନ ଧ୍ୟାନ ଦେଇ ଶୁଣନ୍ତୁ, ଯେଉଁମାନେ ଚାକିରି ଏବଂ କ୍ୟାରିୟର ପାଇଁ ବହୁତ ବୁଲୁଥିଲେ, ଏହି ସମୟରେ ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ କୌଣସି ସକାରାତ୍ମକ ସୂଚନା ଆପଣଙ୍କୁ ମିଳିବ। ଯେଉଁମାନେ ପୂର୍ବରୁ ଚାକିରିରେ ଅଛନ୍ତି, ସେମାନଙ୍କୁ ଅଧିକାରୀମାନଙ୍କର ସହଯୋଗ ମିଳିବ। ଆପଣଙ୍କ କାମର ପ୍ରଶଂସା ହେବ ଏବଂ ନୂତନ ଦାୟିତ୍ୱ ମିଳିବ। ମନେ ରଖିବେ, ଏହି ସମୟରେ ଆପଣଙ୍କ ପରିଶ୍ରମକୁ ହିଁ ଲୋକେ ଦେଖିବେ। ଯେତେ ଅଧିକ ପରିଶ୍ରମ କରିବେ, ଅନ୍ୟମାନଙ୍କଠାରୁ ଆପଣଙ୍କୁ ସେତିକି ଅଲଗା ପରିଚୟ ମିଳିବ। ଏଣୁ ପରିଶ୍ରମରୁ ପଛକୁ ହଟନ୍ତୁ ନାହିଁ। ବ୍ୟାପାରରେ ସଫଳତା, ବ୍ୟାପାର କରୁଥିବା ଲୋକଙ୍କ ପାଇଁ ଏହି ଦିନଗୁଡ଼ିକ ବହୁତ ଭଲ ରହିବ। ପୁରୁଣା ଗ୍ରାହକମାନଙ୍କଠାରୁ ଲାଭ ମିଳିବ। ଅଟକି ରହିଥିବା ପେମେଣ୍ଟ ମିଳିବାର ଯୋଗ ଅଛି। ନୂତନ ଭାଗିଦାରୀର ପ୍ରସ୍ତାବ ଆସିବ। ଅନଲାଇନ ବା ଡିଜିଟାଲ କାମ ସହିତ ଜଡ଼ିତ ଲୋକଙ୍କ ଜୀବନରେ ବିଶେଷ ଲାଭ ମିଳିବ। ଯଦି କୌଣସି ନୂତନ କାମ ଆରମ୍ଭ କରିବାର ଯୋଜନା କରୁଛନ୍ତି, ତେବେ ଏହି ସମୟ ଅନୁକୂଳ ଜଣାପଡ଼ୁଛି। ଆପଣ ବିନା ସନ୍ଦେହରେ କରିପାରିବେ। ବନ୍ଧୁଗଣ, ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ପରିବାରକୁ ନେଇ ଯେଉଁମାନେ ଚିନ୍ତିତ ରହୁଥିଲେ, ଆଗାମୀ 48 ଘଣ୍ଟା ପରେ ଘରର ପରିବେଶ ପୂର୍ବ ଅପେକ୍ଷା ଭଲ ହେବ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ଚାଲିଥିବା ଭୁଲ ବୁଝାମଣା ଦୂର ହେବ। ମାତାପିତାଙ୍କ ସହଯୋଗ ମିଳିବ ଏବଂ ଜୀବନସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ। ଯେଉଁମାନେ ବିବାହ ପାଇଁ ଅପେକ୍ଷା କରିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି। ଏଣୁ ମାନିବାକୁ ଗଲେ ପ୍ରତ୍ୟେକ ପ୍ରକାରେ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ। କାରଣ ଆଗାମୀ 48 ଘଣ୍ଟା ପରେ ଯେଉଁ ଗ୍ରହ ନକ୍ଷତ୍ର ବଦଳୁଛନ୍ତି, ସେଥିରେ ବହୁତ ବଡ଼ ପରିମାଣରେ ଖୁସିର ମୂଳଦୁଆ ଘରେ ଛାଇଯିବ ଏବଂ ଏହି ଜିନିଷ ଆପଣଙ୍କ ଜୀବନରେ ଆପଣଙ୍କୁ ମାଲାମାଲ କରିଦେବ। ଆପଣଙ୍କ ଭିତରେ ଏପରି ଏକ ଗୁଣ ଥାଏ ଯେ ଆପଣ ବହୁତ ଶୀଘ୍ର ନିରାଶ ହୋଇଯାଆନ୍ତି। କେହି ଟିକିଏ କିଛି କହିଦେଲେ ମଧ୍ୟ ତାହା ଆପଣଙ୍କ ମନକୁ ଛୁଇଁଯାଏ। ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ଗମ୍ଭୀର ହୋଇ କଥା ହୁଅନ୍ତି, କିନ୍ତୁ ଲୋକମାନେ ଆପଣଙ୍କ କଥାକୁ ମୂଲ୍ୟ, ଇଜ୍ଜତ ଓ ସମ୍ମାନ ଦିଅନ୍ତି ନାହିଁ। ତେଣୁ ସେତେବେଳେ ଆପଣଙ୍କୁ ଏପରି ଲାଗେ ଯେ କ'ଣ ଆମେ ଏତେ ଖରାପ ବ୍ୟକ୍ତି କି? ତେବେ ନା, ପାଖରେ ରଖିବେ। କାହା ସହିତ ମଧ୍ୟ ଏହାର ଚର୍ଚ୍ଚା କରିବେ ନାହିଁ, କାରଣ ଲୋକେ ଆପଣଙ୍କ ଉନ୍ନତିକୁ ଦେଖି ବରଦାସ୍ତ କରିପାରନ୍ତି ନାହିଁ। ଲୋକେ ଆପଣଙ୍କୁ ବହୁତ ଜଳନ୍ତି। ଏହି କଥା ସମ୍ପୂର୍ଣ୍ଣ ସତ ଅଟେ। ଆପଣ ଲୋକଙ୍କର ସର୍ବଦା ଭଲ କରନ୍ତି, କିନ୍ତୁ ଲୋକମାନେ ଆପଣଙ୍କ ଭଲର କେବେ ମଧ୍ୟ ମାନ ସମ୍ମାନ ରଖନ୍ତି ନାହିଁ। ଲୋକଙ୍କର ଆପଣ ସର୍ବଦା ଦେଖାଶୁଣା କରନ୍ତି ନିଜର ଭାବି, କିନ୍ତୁ ଯେତେବେଳେ ଆପଣଙ୍କ ପାଳି ଆସେ, ସେତେବେଳେ ଲୋକମାନେ ସେତେବେଳେ ଆପଣଙ୍କୁ ପଛରେ ଛାଡ଼ିଦିଅନ୍ତି। ଆପଣ ଯେଉଁଠାକୁ ମଧ୍ୟ ଯାଆନ୍ତି, ସର୍ବଦା ଲୋକଙ୍କୁ ସାଙ୍ଗରେ ନେଇଯାଆନ୍ତି, କିନ୍ତୁ ଯେତେବେଳେ ଆପଣଙ୍କ ପାଳି ଆସେ, ସେତେବେଳେ ଲୋକମାନେ ଆପଣଙ୍କୁ ଏକାକୀ ଛାଡ଼ିଦିଅନ୍ତି। ସେତେବେଳେ ଆପଣଙ୍କୁ ଲାଗେ ଯେ କାଶ ଏହି ବ୍ୟକ୍ତି ସହିତ କେବେ ଭେଟି ନଥାନ୍ତୁ, ଆଶା ରଖିନଥାନ୍ତୁ। ଏଣୁ ମୋର ବନ୍ଧୁଗଣ, ଆଶା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ରଖନ୍ତୁ ନାହିଁ। ଭରସା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ କରନ୍ତୁ ନାହିଁ। କାରଣ ଭରସା କରିବା ଯୋଗ୍ୟ ଆଜିକାଲି ଏହି ଦୁନିଆରେ କେବଳ ନିଜର ମାତାପିତା ଅଛନ୍ତି, ନିଜର ଭାଇ ଅଛନ୍ତି ଏବଂ ଯେଉଁମାନେ ଆପଣଙ୍କ ନିଜର ଅଛନ୍ତି, ସେମାନଙ୍କ ସାମନାରେ କେବେ ବି ଆପଣଙ୍କୁ ପ୍ରମାଣିତ କରିବାର ଆବଶ୍ୟକତା ନାହିଁ। ଏଣୁ ପ୍ରମାଣିତ ସେଠାରେ କରନ୍ତୁ ନାହିଁ ଯେଉଁଠାରେ ଆପଣଙ୍କ ମାନ ସମ୍ମାନ ନାହିଁ। ନିଜର ସ୍ୱାଭିମାନ ବିକ୍ରି କରି ଆପଣ ଯେଉଁଠାରେ ମଧ୍ୟ ରୁହନ୍ତୁ ନା କାହିଁକି, ସେଥିରେ ଆପଣଙ୍କୁ କେବେ ବି ଲାଭ ମିଳିବ ନାହିଁ, ବରଂ କ୍ଷତି ହିଁ ହେବ। ଏଣୁ ନିଜ ବ୍ୟକ୍ତିଗତ ଜୀବନରେ ଆପଣ ପ୍ରତିଦିନ ଗୋଟିଏ ମନ୍ତ୍ର କହୁଛି, ତାହା ପଢ଼ିବେ। 108 ଥର ଯଦି ସମ୍ଭବ ହୁଏ ଏବଂ ଏହାକୁ ଦିନରେ 5 ଥର ପଢ଼ିନେବେ, ତେବେ ଆପଣଙ୍କର ମଙ୍ଗଳ ହୋଇଯିବ। ସେହି ମନ୍ତ୍ରଟି ହେଉଛି, ଓ ହଂ ହୁମତେ ନମଃ।
ଏହା ଏପରି ଏକ ମନ୍ତ୍ର ଅଟେ ଯାହା ପଢ଼ିବା ଦ୍ୱାରା ମଣିଷ ବହୁତ ଶକ୍ତିଶାଳୀ ହୋଇଯାଏ, ବଳଶାଳୀ ହୋଇଯାଏ ଏବଂ ଆଜିକାଲିର ଦୁନିଆରେ ଯିଏ ଅଧିକ ଶକ୍ତିଶାଳୀ ଲୋକେ ସେଇକି ମାନସମ୍ମାନ ଓ ଇଜ୍ଜତ ଦିଅନ୍ତି। ଏଣୁ ଆତ୍ମବଳରୁ ବିଶ୍ୱାସ ବଜାୟ ରଖନ୍ତୁ। ନିଜ ଜୀବନରେ ଶକ୍ତିଶାଳୀ ହୁଅନ୍ତୁ ଏବଂ ଯେକୌଣସି କାମ କରନ୍ତୁ। ସମସ୍ତଙ୍କ ସହିତ ଚର୍ଚ୍ଚା କରନ୍ତୁ ନାହିଁ, କାରଣ ସବୁଠାରୁ ବଡ଼ ରୋଗ ଆପଣଙ୍କ ଭିତରେ ଏହା ଅଛି ଯେ ଯେକୌଣସି କାମ କରନ୍ତୁ ନା କାହିଁକି ସମସ୍ତଙ୍କ ପାଖକୁ ଯାଇ କହିଦିଅନ୍ତି ଏବଂ କହିବା ପରେ ସେହି କାମ ଆପଣଙ୍କର ପୂର୍ଣ୍ଣ ହୋଇପାରେ ନାହିଁ। ଏଣୁ ଏହି କଥାକୁ ଧ୍ୟାନରେ ରଖିବେ। ଆପଣ କ'ଣ ନିଜ ମାତାପିତାଙ୍କୁ ଭଲ ପାଆନ୍ତି? ଯଦି ହଁ, ତେବେ ଏବେ ନିମ୍ନରେ କମେଣ୍ଟ କରନ୍ତୁ ଯେ ମୁଁ ମୋର ମାତାପିତାଙ୍କୁ ବହୁତ ଭଲ ପାଏ। ଆପଣଙ୍କ କମେଣ୍ଟ ଯେତେ ଲୋକ ପଢ଼ିବେ, ଆପଣଙ୍କ ଜୀବନରେ ସେତିକି ଅଧିକ ମାନ ସମ୍ମାନ ବଢ଼ିବ ଏବଂ ଭଗବାନ ଆପଣଙ୍କୁ ସେତିକି ଅଧିକ ଆଶୀର୍ବାଦ ଦେବେ। ନୂତନ ଭିଡ଼ିଓରେ ଦେଖାହେବା। ସେତେବେଳ ପର୍ଯ୍ୟନ୍ତ ଧନ୍ୟବାଦ। ଆପଣଙ୍କର ଯେକୌଣସି ସମସ୍ୟା ଥାଉନା କାହିଁକି ଆପଣ ନିମ୍ନରେ କମେଣ୍ଟ କରନ୍ତୁ। ଆମେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଅଛୁ।